ଅଛି ଗୋଲାପ ଅଛି ଆଉ କେତେ ପ୍ରକାର ଫୁଲ ଆଣିଛି ଆସ ଆସ ମୋ ଠାରୁ ଫୁଲ କିଣିବ ଆରେ କାଇଁ ଫୁଲ ଆଣିଛ फूल आनीच मली मालती है ना हारी मली मालती है ना जिनिया मंदार चंपा गुलाब कनिया रखया जना हारी जिनिया मंदार चंपा गुलाब कनिया रखया जना काहे फूल आनीच काहे फूल आनीच मली मालती है ना हारी मली जिनिया मंदार चंपा गुलाब कनिया रखाया जना मंदार कनिया रखाया जना मंदार चंपा गुलाब कनिया रखाया जना हारी जिनिया मंदार चंपा गुलाब कनिया रखाया जना अरे बा गाँव तो जन भी लोक देखा जाऊना मो बा फूल बिक्री करी केमिति हाँ हाँ अरे देखा तो बेला भी उछुर है हाँ हाँ लोक मैंने कौ काम धाम जाइए से ना देखा जाऊना कौन करी अरे मु तो गोटे कथा भूली जाऊँ मो नाम हूँ सुप्रभा ए जयंती नगर घर हेले मो ना ए फूल बिक्री करी करी मो घर संसार चले ना ना मत शीघ्र घर फेरवा को हेब न हेले ना मो पुओ झियो मत बहुत गाली करिवे हाँ हाँ एथर मो घर को जीवा को हेब
ମୁଁ କ'ଣ ଦେଖୁଛି ପ୍ରତିଦିନ ତ ଫୁଲ ବିକ୍ରି ସାରି ମୁଁ ଏ ରାସ୍ତାରେ ଘରକୁ ଯାଏ। ହେଲେ କୋଉଦିନ ତ ଏମିତି ଅସୁବିଧା ଘଟଣା ଦେଖିନଥିଲି। ଆଜି କ'ଣ ହଠାତ୍ ନା ନା ଆଉ ଥରେ ଭଲ କି ଦେଖିବାକୁ ପଡ଼ିବ। ହଁ ହଁ ଏଇ ତ ଗୋଟେ ରାଜକୁମାର ଭଳି ଦେଖାଯାଉଛି। ହେଲେ ଇଏ ତ ଏଇ ପୁଅକୁ ନା ବହୁତ ମାଡ଼ ମାରିଛି, ବହୁତ ରକ୍ତାକ୍ତ କରିକି ମାରିଛି। ଏଠି ଛାଡ଼ି ଦେଇକି ଚାଲି ଯାଇଛି। ନା ନା କ'ଣ କରିବି ମୁଁ କିଛି ବୁଝିପାରୁନି। ଆରେ ଏଇ ପୁଅକୁ ତ ନିଶ୍ଚୟ ଉଠେଇବାକୁ ହେବ। ହଁ ହଁ ଜଣେ ଲୋକ ଅସୁବିଧାରେ ଅଛି, ଆଉ ଜଣେ ଲୋକ ଦେଖିଲା ପରେ ନା ସାହାଯ୍ୟ ନ କରିଲେ ଭଲ ହେବନି। ହଁ ମୁଁ ଏ ପୁଅକୁ ବଞ୍ଚେଇକି ରଖିବି। ହଁ ଆରେ ପୁଅ ପୁଅ ଶୁଣୁଛୁ ନା? ଏ ପୁଅ କ'ଣ ଶୁଣି ପାରୁନୁ? ତମେ ହଁ ତମେ କିଏ ମା? ମୁଁ କିଏ? ହଁ ଆରେ ବାବା ମୁଁ କିଏ ତୁ ପରେ ଜାଣିପାରିବୁ। ମା, ହଁ ମୁଁ କ'ଣ ବଞ୍ଚିଛି? ହଁ ସତରେ ମା, ହଁ ପୁଅ ମୁଁ ବଞ୍ଚିଛି ନା? ହଁ ତୁ ବଞ୍ଚିଛୁ। ହେ ମା, ମୁଁ କ'ଣ ବଞ୍ଚି ଯାଇଛି? ହଁ ହେ ମା, ସତରେ ସତରେ ମା, ମୁଁ ବଞ୍ଚି ଯାଇଛି। ହଁ ପୁଅ ତୁ ବଞ୍ଚି ଯାଇଛୁ। ହେ ମା, ହଁ ମୁଁ ଆପଣଙ୍କୁ କେମିତି ଧନ୍ୟବାଦ ଜଣେଇବି ମୁଁ ନିଜେ ମଧ୍ୟ ଜାଣିପାରୁନି। ସତରେ ମା, ଏଠି ଏ ଦୁନିଆରେ ଜୀବନ ନେବା ଲୋକ ବହୁତ ଅଛନ୍ତି, ହୁଁ
ହେଲେ ଜୀବନ ବଞ୍ଚେଇବା ଲୋକ ବହୁତ କମ। ହଁ ପୁଅ ଏମିତି ଲୋକ ତ ଅଛନ୍ତି ହେଲେ ନା ଆଜି ମୁଁ ଯଦି ଏଇ ରାସ୍ତାରେ ନ ଆସିଥାନ୍ତି ନା ହେଲେ ତୋର ଏ ଅବସ୍ଥା କ'ଣ ହେଇଥାନ୍ତା ସେ କଥା ମୁଁ ବି ଜାଣିନି। ସାଗର ମା ହଁ ମୁଁ ତ ଛୁଆବେଳଠୁ ଏପର୍ଯ୍ୟନ୍ତ ମୋ ମାର ମୁହଁ ଛାଇନି। ସେ ମାର ବଳଦ ଗାଡ଼ିରେ ମୁଁ କେବେ ଖେଳିନି। ତାଙ୍କ ହାତ ଧରି ମୁଁ ଏ ଦୁନିଆକୁ ଦେଖିନି ନା। ମୁଁ ଜାଣିବି କୋଉଠୁ ସେ ମାର ବଳଦ ଗାଡ଼ିରେ ସ୍ନେହ ପ୍ରେମ ଆଦର୍ଶ ଥାଏ। କିଛି ଶିଖି ପାରିଲିନି ମା। କ'ଣ ତୁ ଜନ୍ମ କଲା ଠାରୁ ତୋ ମାମୁଁକୁ କେବେ ଦେଖିନୁ? ନା ଠିକ ଅଛି ପୁଅ ମୁଁ ବୁଝିପାରୁଛି ଏଇ ତୋର ଦୁଃଖର ବେଦନା ହେଲେ ପୁଅ ମୋ ପାଖରେ ଗୋଟେ କଥା କହିପାରିବୁ? କୁହନ୍ତୁ ମା କୁହନ୍ତୁ। ଏ ତୋର ଯେମିତି ଅବସ୍ଥା ଅଛି ନା ସେଇ ଅବସ୍ଥା କିଏ କରିଛି? ମୁଁ କ'ଣ କହିବି ମା? କହିବାକୁ ତ ପଡ଼ିବ ପୁଅ। ନିଜ ଲୋକ ମତେ ଆଜି ଅବସ୍ଥାରେ ପକେଇ ଦେଇ ଚାଲିଗଲେ। ତୋ ନିଜ ଲୋକ? ଆରେ ବା ଆଜିକାଲି ନିଜ ଲୋକମାନେ ବି ନିଜ ଲୋକଙ୍କୁ ଅବସ୍ଥାରୁ ଅବସ୍ଥା କରି ଚାଲିଛନ୍ତି। ନିଜ ବାବୁ ମା ତୋ ନିଜ ମାମୁଁ? ନିଜ ବାବୁ ମତେ ଆଜି ଏମିତି ମାରାତ୍ମକ ମାଡ଼ ମାରି ଏଇ ଜଙ୍ଗଲରେ ଫୋପାଡ଼ି ଦେଇ କ'ଣ ପାଇଁ? ସେଇ ରାଜ ସିଂହାସନ ପାଇଁ। ଓହୋ ସେଇ ରାଜ୍ୟ ସିଂହାସନ ପାଇଁ। ହେଲେ ପୁଅ ତୁ କୋଉ ରାଜ୍ୟର କହିପାରିବୁ? ନିଶ୍ଚୟ ମା ମୁଁ କାଞ୍ଚିପୁର ସତ୍ୟଜିତଙ୍କ ଏକମାତ୍ର ପୁତ୍ର ନବବରା ସୁରଥ ମା। ଓ ସେ କାଞ୍ଚିପୁର ରାଜା ସତ୍ୟଜିତଙ୍କ ପୁଅ ତୋ ନାମ ହଉଛି ସୁରଥ। ଆରେ ବା ହେଲେ ମା ଏ ପୁଅ ମୁଁ ତ ସେଇ କାଞ୍ଚି ରାଜାକୁ ଫୁଲ ବିକ୍ରି କରିବା ପାଇଁ ଯାଏ। ମା ହଁ ମୁଁ ତ ବିଦ୍ୟାଳୟରେ ଥିଲି। ମୁଁ ତୁମକୁ କେବେ ଦେଖିନି କି ମତେ ଜାଣିବ କେମିତି? ହଁ ପୁଅ ମୁଁ ବି ତତେ ଦେଖିନି ତୁ ମଧ୍ୟ ମତେ ଦେଖିନୁ ହେଲା। ହେଲେ ମା କ'ଣ କହୁଥିଲୁ ମୋ ପରିଚୟ ଶୁଣିବା ପାଇଁ? ହଁ ମା ମୋ ନାମ ହଉଛି ସୁପ୍ରଭା ଏଇ ଜୟନ୍ତୀ ନଗରରେ ଘର ହେଲେ ମୋର ନା ଗୋଟିଏ ପୁଅ ମଧ୍ୟ ଝିଅ ଅଛି। ସତରେ? ହଁ ହେଲେ ପିଅ ଏ ବାବୁ ଏଥର ବିଳମ୍ବ ହେଇଯାଉଛି ଶୀଘ୍ର ଶୀଘ୍ର ଘରକୁ ଯିବାର ଅଛି। ମା ହଁ ସେଥିପାଇଁ ତ ଆପଣଙ୍କୁ ମୁଁ ହାତ ଯୋଡ଼ିକି ଦେହୁରାଉଛି। ଏଇ ଅବସ୍ଥାରେ ମତେ ଟିକେ ସାହାଯ୍ୟ କର ମା। କ'ଣ ସାହାଯ୍ୟ କରିବି? ମୁଁ ସୁସ୍ଥ ହବା ପର୍ଯ୍ୟନ୍ତ ତମ ଘରେ ଟିକେ ମତେ ଆଶ୍ରୟ ଦିଅ। ମୋ ଘରେ ଆଶ୍ରୟ ନେବୁ? ହଁ ମା ତାହେଲେ ଠିକ ଅଛି ପୁଅ ଯେତେବେଳେ ମୁଁ ଆସି ତୋତେ ବଞ୍ଚେଇଛି ନା କିଛି ଦିନ ପାଇଁ ମୋ ଘରେ ତୋତେ ଆଶ୍ରୟ ଦେବି। ହେଲେ ଏଥର ଶୀଘ୍ର ଶୀଘ୍ର ଯିବା। ତେବେ ଚାଲନ୍ତୁ ମା। ପୁଅ ପାଲଟିଛି ନଗ ଅସହାୟ ସମ୍ପର୍କ ଅସହାୟ ସମ୍ପର୍କ ଅସହାୟ ସମ୍ପର୍କ